ସାଧାରଣତଃ ଆମେ ଯେତେବେଳେ କୌଣସି ପାଣିପାଗର ପୂର୍ବାନୁମାନ ବିଷୟରେ କଥା ହେଉ ସେଠାରେ ହିସାବ ବହୁତ ସିଧାସଳଖ ଥାଏ। ହଁ, ଆକାଶରେ କଳା ବାଦଲ ଦେଖିଲେ ଆମେ ଜାଣିପାରୁ ଯେ ବର୍ଷା ହେବ। ଏକଦମ। ଆଉ ଆମେ ତୁରନ୍ତ ଛତା ଧରି ବାହାରକୁ ବାହାରୁ। କିନ୍ତୁ ଯେତେବେଳେ ଆମେ ରାଜନୀତି କିମ୍ବା ବିଶ୍ୱ ଅର୍ଥନୀତିର ଦୁନିଆରେ ପାଦ ଦଉ ସେତେବେଳେ ଆମର ସେହି ପୂର୍ବାନୁମାନ କରିବାର ଯନ୍ତ୍ରଟି ହଠାତ୍ କାମ ବନ୍ଦ କରିଦିଏ। ଠିକ୍ କହିଲେ। କାରଣ ରାଜନୈତିକ ଆକାଶରେ କଳା ବାଦଲ ଘୋଟିଲେ ହଁ, ସେଥିରୁ ଭୋଟ ବର୍ଷିବ, ଟଙ୍କା ବର୍ଷିବ ନା କେବଳ ଖାଲି ପ୍ରତିଶ୍ରୁତିର ଘଡ଼ଘଡ଼ି ଶୁଭିବ ତାହା କେହି ବି ସଠିକ୍ ଭାବରେ କହିପାରିବେ ନାହିଁ। ଆଜି ହେଉଛି 17 ମାର୍ଚ୍ଚ 2026 ଆଉ ଆମ ଟେବୁଲ ଉପରେ ଏବେ ଖବରକାଗଜ, ବିଭିନ୍ନ ରିପୋର୍ଟ ଆଉ ଅର୍ଥନୈତିକ ତଥ୍ୟର ଏକ ବିରାଟ ବଡ଼ ପାହାଡ଼ ଜମା ହୋଇଛି। ଆଉ ଏତେ ସବୁ ଖବର ଭିତରୁ ପ୍ରକୃତ କାହାଣୀ ଖୋଜିବା ଟିକେ କଷ୍ଟକର। ନିଶ୍ଚିତ ଭାବରେ। ତେଣୁ ଆମର ଆଜିର ଏହି ଗଭୀର ଆଲୋଚନାର ଉଦ୍ଦେଶ୍ୟ ହେଉଛି ଏଇ ସବୁ ତଥ୍ୟକୁ କେବଳ ଉପରଠାଉରିଆ ଭାବେ ପଢ଼ିବା ନୁହେଁ, ବରଂ ଏହା ପଛରେ ଥିବା ପ୍ରକୃତ ଘଟଣାକୁ ବୁଝିବା। ଯେମିତିକି ଓଡ଼ିଶାର ସେହି ବହୁଚର୍ଚ୍ଚିତ ରାଜ୍ୟସଭା ନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ। ବାପ୍ରେ, ସେଟା ତ ଗୋଟିଏ ପୁରା ନାଟକ ଥିଲା। ହଁ, ପୁରା ନାଟକ। ଆଉ ତା ସହ ହଜାର ହଜାର ମାଇଲ ଦୂରରେ ଘଟୁଥିବା ବିଶ୍ୱସ୍ତରୀୟ ସଙ୍କଟ କିପରି ଆମ ସ୍ଥାନୀୟ ଜୀବନକୁ ଆମର ଘରର ବଜେଟକୁ ନିୟନ୍ତ୍ରଣ କରୁଛି ତାହାର ଆମେ ଏକ ସ୍ପଷ୍ଟ ଚିତ୍ର ବାହାର କରିବା। ଆଉ ଗୋଟିଏ କଥା ମୁଁ ଏଠି ଯୋଡ଼ିବାକୁ ଚାହିଁବି, ଆମର ଏହି ବିଶ୍ଳେଷଣ କୌଣସି ଗୋଟିଏ ପକ୍ଷର ବିଚାରଧାରା କିମ୍ବା ରାଜନୈତିକ ମତ ଉପରେ ପର୍ଯ୍ୟବସିତ ହେବ ନାହିଁ। ଆମେ କେବଳ ତଥ୍ୟ ଆଧାରରେ କଥା ହେବା। ବିଲକୁଲ ନିରପେକ୍ଷ ଭାବରେ। ହଁ, ଆମେ ଦେଖିବା ଯେ ଘଟଣାଗୁଡ଼ିକ ଉପରକୁ ଯେତେ ଅଲଗା ଦିଶୁଥିଲେ ମଧ୍ୟ ଗୋଟିଏ ବ୍ୟବସ୍ଥା ଭିତରେ ସେଗୁଡ଼ିକ କିପରି ଅଦୃଶ୍ୟ ସୂତାରେ ବନ୍ଧା ହୋଇଛନ୍ତି। ଗୋଟେ ରାଜନୈତିକ ନିଷ୍ପତ୍ତି କିପରି ଅର୍ଥନୀତିକୁ ପ୍ରଭାବିତ କରେ ଆଉ ଅର୍ଥନୀତି କିପରି ଜଣେ ସାଧାରଣ ମଣିଷର ଜୀବନକୁ। ଆମେ ତାର ପୁରା ମେକାନିଜମ ବୁଝିବା। ତାହେଲେ ଆସନ୍ତୁ ସବୁଠାରୁ ଗରମ ପ୍ରସଙ୍ଗର ଆରମ୍ଭ କରିବା, ଓଡ଼ିଶାର ରାଜ୍ୟସଭା ନିର୍ବାଚନ ମହାନାଟକ। ମୋତେ ଲାଗୁଛି ଏହା କୌଣସି ବଲିଉଡ୍ ସସ୍ପେନ୍ସ ଥ୍ରିଲର ଠାରୁ କମ୍ ନଥିଲା। 4ଟା ଆସନ ଆଉ ପ୍ରାର୍ଥୀ ଥିଲେ 5 ଜଣ। ସେଇଠୁ ହିଁ ତ ଖେଳ ଆରମ୍ଭ ହେଲା। ଏକଦମ। ଆଉ ନିର୍ବାଚନ ପୂର୍ବରୁ ଆମେ ଯେଉଁ ରିସର୍ଟ ରାଜନୀତି ଦେଖିଲୁ, କଂଗ୍ରେସ ଦଳ ତାର 14 ଜଣ ବିଧାୟକଙ୍କୁ ନେଇ ସିଧା ବେଙ୍ଗାଲୁରୁର ବିରାଡ଼ି ସ୍ଥିତ ଗୋଟେ ବିଳାସପୂର୍ଣ୍ଣ ରିସର୍ଟରେ ରଖିଲା। ଆଉ ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର। ହଁ, ସେଇଠି ମୋର ଗୋଟେ ପ୍ରଶ୍ନ ଅଛି। ମୋତେ ବୁଝାନ୍ତୁ, ଏ ରିସର୍ଟ ରାଜନୀତି ପ୍ରକୃତରେ କିପରି କାମ କରେ? କ'ଣ ବିଧାୟକମାନଙ୍କୁ ସେଠାରେ ବନ୍ଦୀ କରି ରଖାଯାଏ? ସେମାନେ ତ ନିର୍ବାଚିତ ଜନପ୍ରତିନିଧି, ତାଙ୍କୁ କେମିତି କେହି ବନ୍ଦୀ କରିବ? ଦେଖନ୍ତୁ, ଏହାକୁ ବନ୍ଦୀ କହିବା ବୋଧହୁଏ ଆଇନଗତ ଦୃଷ୍ଟିରୁ ଠିକ୍ ହବ ନାହିଁ, କିନ୍ତୁ ଆପଣ ଏହାକୁ ଏକ ପ୍ରକାର ଆଲିଶାନ ନଜରବନ୍ଦୀ କହିପାରିବେ। ଆଲିଶାନ ନଜରବନ୍ଦୀ? ୱାଃ, ଶବ୍ଦଟା ଭଲ ଅଛି। ହଁ, ଯେତେବେଳେ ଅପରେସନ କମଲ କିମ୍ବା କ୍ରସ୍ ଭୋଟିଂର ଭୟ ଥାଏ, ଦଳଗୁଡ଼ିକ ଏହି ରଣନୀତି ଆପଣାନ୍ତି। ଏହାର ଉଦ୍ଦେଶ୍ୟ ବହୁତ ସରଳ, ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିବା। ଓହୋ, ଯେମିତିକି ଅଫର ନ ଦେଇପାରିବେ। ଏକଦମ। ବିଧାୟକମାନଙ୍କୁ ଏକାଠି ରଖାଯାଏ। ଅଧିକାଂଶ ସମୟରେ ସେମାନଙ୍କର ମୋବାଇଲ ଫୋନ ନେଇଯିବାକୁ କୁହାଯାଏ କିମ୍ବା ବାହାର ଲୋକଙ୍କ ସହ କଥାବାର୍ତ୍ତା ଉପରେ କଡ଼ା ନଜର ରଖାଯାଏ। ସମ୍ପୂର୍ଣ୍ଣ ଆଇସୋଲେସନ। ହଁ, ଉଦ୍ଦେଶ୍ୟ ହେଉଛି ବିରୋଧୀ ଦଳ ଯେପରି ସେମାନଙ୍କୁ କୌଣସି ପ୍ରଲୋଭନ ଦେଖାଇ ନ ପାରିବେ। ଆଉ ଡି.କେ. ଶିବକୁମାରଙ୍କ ଭଳି ବଡ଼ ନେତାଙ୍କ ଦାୟିତ୍ୱ ଦେବାର ଅର୍ଥ ହେଉଛି କେହି ସହଜରେ ପାଖ ମାଡ଼ି ପାରିବେନି। ହଁ, ସେମାନଙ୍କର ରିସୋର୍ସ ଏବଂ ପ୍ରଭାବ ବ୍ୟବହାର କରି ବିରୋଧୀଙ୍କର ଯେକୌଣସି ଲିଙ୍କ କାଟିଦେବା। ଏହା ଏକ ପ୍ରକାର ମନସ୍ତାତ୍ତ୍ୱିକ ଚାପଦାର ସୃଷ୍ଟି କରିବାର ଉପାୟ। ଆଚ୍ଛା, କିନ୍ତୁ ଏଇ ପ୍ରଲୋଭନ କଥା ଯେତେବେଳେ ଉଠୁଛି, ଆମେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଆଣିଥିବା ଅଭିଯୋଗକୁ ବି ଅଣଦେଖା କରିପାରିବାନି। ସେ ସିଧାସଳଖ ଆସି କହିଲେ ଯେ ବିଧାୟକମାନଙ୍କୁ 5 କୋଟି ଟଙ୍କା ଲେଖାଏଁ ଲାଞ୍ଚ ଦେବାର ପ୍ରୟାସ କରାଯାଇଥିଲା। 5 କୋଟି? ବହୁତ ବଡ଼ ଅଙ୍କ। ବହୁତ ବଡ଼ ଅଙ୍କ। ଆଉ ଖାଲି ସେତିକି ନୁହେଁ, ହୋଟେଲରୁ ବ୍ଲାଙ୍କ ଚେକ୍ ଜବତ ହେଲା ଆଉ ସୁରୀଶ ନାମକ ଜଣେ ବ୍ୟକ୍ତି ଗିରଫ ମଧ୍ୟ ହେଲେ। ହଁ, ରିପୋର୍ଟରେ ତାହା ହିଁ ଥିଲା। ଆଉ ଏହି ଘଟଣାରେ ବି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଜଣେ ଘନିଷ୍ଠ ବ୍ୟକ୍ତିଙ୍କର ନାମ ଯୋଡ଼ାଗଲା। ଯଦିଓ ଏହା କହିବା ଜରୁରୀ ଯେ ବିଜେପି ଏହାକୁ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ବୋଲି ଖଣ୍ଡନ କରିଛି। ନିଶ୍ଚିତ ଭାବରେ ସେମାନେ ସବୁ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ମାର୍ଚ୍ଚ 16 ତାରିଖରେ ଯାହା ଘଟିଲା ତାହା ଥିଲା କ୍ଲାଇମାକ୍ସ।
ମାନେ ସବୁ କଟକଣା ସବୁ ରିସୋର୍ଟ ରାଜନୀତି ଭାଙ୍ଗି ଏକାଥରକେ 11 ଜଣ ବିଧାୟକ କ୍ରସ୍ ଭୋଟିଂ କଲେ। ଏହା କେହି ଆଶା କରିନଥିଲେ। 11 ଜଣ ମାନେ ଏକ ବଡ଼ ସଂଖ୍ୟା। ଏକଦମ। ଏହାର ଫଳସ୍ୱରୂପ କ'ଣ ହେଲା, ବିଜେପିରୁ ମନମୋହନ ସାମଲ, ସୁଜିତ କୁମାର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହେଲେ, ଆଉ ବିଜେଡିରୁ କେବଳ ସନ୍ତୃପ୍ତ ମିଶ୍ର ଜିତିଲେ। ଆଉ ସେହି ଖବର ବି ଆସିଲା ଯେ ସୌଭିକ ବିଶ୍ୱାଳ ନିଜ ବାପାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାକୁ ଯାଇ ବିଜେଡି ବିରୋଧରେ ଭୋଟ ଦେଲେ। ହଁ, ସେଇଟା ଗୋଟେ ଅଲଗା ଆଙ୍ଗେଲ। କିନ୍ତୁ ମୁଁ ଏଠି ଟିକେ ଅଟକିବି। ଆମ ଦେଶରେ ତ ଦଳବଦଳ ନିରୋଧୀ ଆଇନ ମାନେ ଆଣ୍ଟି ଡିଫେକ୍ସନ ଲ ବୋଲି ଗୋଟେ ଶକ୍ତିଶାଳୀ ନିୟମ ଅଛି ନା। ହଁ, 10ମ ଅନୁସୂଚୀ। ଯଦି କୌଣସି ବିଧାୟକ ଦଳୀୟ ହୁଇପ୍ ଉଲ୍ଲଂଘନ କରନ୍ତି, ତେବେ ତ ତାଙ୍କର ସଭ୍ୟପଦ ସିଧା ଚାଲିଯାଏ। ତଥାପି ଏହି 11 ଜଣ ବିଧାୟକ ଏତେ ବଡ଼ ରିସ୍କ ନେଲେ କେମିତି? ମାନେ ଏହି ଆଇନ କ'ଣ ରାଜ୍ୟସଭା ନିର୍ବାଚନରେ କାମ କରେ ନାହିଁ? ଏହି ପ୍ରଶ୍ନଟି ହିଁ ଆମ ନିର୍ବାଚନ ପ୍ରକ୍ରିୟାର ସବୁଠାରୁ ବଡ଼ ଟେକ୍ନିକାଲ ଦିଗକୁ ପଦାରେ ପକାଉଛି। ବୁଝିଲେ, ରାଜ୍ୟସଭା ନିର୍ବାଚନରେ ଏହି ଦଳ ବଦଳ ନିରୋଧୀ ଆଇନର ପ୍ରୟୋଗ ସାଧାରଣ ବିଧାନସଭା ଭୋଟିଂଠାରୁ ପୂରାପୂରି ଅଲଗା। ଅଲଗା ମାନେ? ଆଇନ ତ ଆଇନ। ହଁ, କିନ୍ତୁ ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ ବା ଦଳୀୟ ନିର୍ଦ୍ଦେଶନାମା ଜାରି କରାଯାଇପାରିବ ନାହିଁ। ଏଠାରେ ଓପନ୍ ବ୍ୟାଲେଟ୍ ସିଷ୍ଟମ ଥାଏ, ମାନେ ବିଧାୟକ ଭୋଟ ଦେବା ପରେ ନିଜ ଦଳର ପ୍ରାଧିକୃତ ଏଜେଣ୍ଟକୁ ଦେଖାଇବା ବାଧ୍ୟତାମୂଳକ। ଆଚ୍ଛା, ଦେଖାଇବେ। ହେଲେ ତାପରେ କ'ଣ ହବ? ତାପରେ କଥା ହେଉଛି, ଯଦି ଜଣେ ବିଧାୟକ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ବିରୋଧୀଙ୍କ ଭୋଟ ଦିଅନ୍ତି, ତେବେ ତାଙ୍କର ସେଇ ଭୋଟ ନାକଚ ହୁଏ ନାହିଁ, ତାହା ଗଣତିକୁ ଯାଏ। ସତରେ? ମାନେ ଭୋଟ କାଉଣ୍ଟ ହବ? ହଁ, ଭୋଟ 100% କାଉଣ୍ଟ ହେବ। ଦଳ କେବଳ ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ କିମ୍ବା ତାଙ୍କୁ ଦଳରୁ ବହିଷ୍କାର କରିପାରିବ, କିନ୍ତୁ ସେହି ମୁହୂର୍ତ୍ତରେ ଭୋଟ ଅଟକିବ ନାହିଁ। ଆଉ ଏହି ଆଇନଗତ ଫାଙ୍କର ଫାଇଦା ହିଁ ଏହି ବିଧାୟକମାନେ ଉଠାଇଥାନ୍ତି। ଓହୋ, ଏବେ ବୁଝିଲି। ତବେ ଭୋଟ ତ ଗଣତି ହୋଇଗଲା, ତାପରେ ଦଳ ଯାହା କରିବ କରୁଥାଉ। ଏକଦମ। ତଥାପି ନିଜର ରାଜନୈତିକ କ୍ୟାରିୟରକୁ ବିପଦରେ ପକାଇବା ପଛରେ କେବଳ ତ ଟଙ୍କାର ଖେଳ ନଥାଏ, ମାନେ ଆବେଗ ବି ଥାଏ। ଯେମିତି ଆମେ ସୌଭିକ ବିଶ୍ୱାଳଙ୍କ କ୍ଷେତ୍ରରେ ଦେଖିଲୁ, ପ୍ରତିଶୋଧ ନେବାକୁ ଯାଇ ଭୋଟ ଦେଲେ। ଅର୍ଥାତ୍ ଏଠାରେ ଆଦର୍ଶଠାରୁ ବ୍ୟକ୍ତିଗତ ପ୍ରତିଶୋଧ କିମ୍ବା ସ୍ୱାର୍ଥ ଅଧିକ ଭାରି ପଡ଼ିଗଲା। ହଁ, ମଣିଷର ଆବେଗ, ତାର ବ୍ୟକ୍ତିଗତ ସୁରକ୍ଷା ଆଉ ଭବିଷ୍ୟତର ହିସାବ କିତାବ ଏସବୁ ଯେତେବେଳେ ମିଶିଯାଏ, ସେତେବେଳେ ପାର୍ଟିର ଆଇଡିଓଲୋଜି ପଛରେ ପଡ଼ିଯାଏ। 11 ଜଣ ଏକାଠି ଏମିତି କରିବାର ଅର୍ଥ ରହୁଛି, ମାନେ ସେମାନେ ଆଗାମୀ ନିର୍ବାଚନ ପାଇଁ ନିଜ ଭବିଷ୍ୟତ କେଉଁଠି ନା କେଉଁଠି ସୁରକ୍ଷିତ କରିସାରିଛନ୍ତି। ପ୍ରତିଶ୍ରୁତି ମିଳିଯାଇଥିବ ଆଗରୁ। ହଁ, ଏହା କିନ୍ତୁ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଏକ ବଡ଼ ପ୍ରଶ୍ନ। କାରଣ ସାଧାରଣ ଭୋଟର ତ ବିଧାୟକଙ୍କୁ ଗୋଟିଏ ଦଳୀୟ ଚିହ୍ନ ଆଉ ଆଦର୍ଶ ଦେଖି ଭୋଟ ଦେଇଥିଲା ନା। ଠିକ୍ କଥା। କିନ୍ତୁ ବିଧାନସଭା ଭିତରେ ସେହି ଭୋଟରଙ୍କ ଇଚ୍ଛାର ଏମିତି ସୌଦା ହୋଇଯାଉଛି। ଏହା ପ୍ରକୃତରେ ଗଣତନ୍ତ୍ରର ଏକ ଦୁର୍ବଳ ସ୍ଥିତି। କିନ୍ତୁ ଯଦି ଆମେ ଏଇ ରାଜନୈତିକ ଅସ୍ଥିରତାରୁ ଟିକେ ବାହାରି ଆମର ଦୈନନ୍ଦିନ ଜୀବନର ଅସ୍ଥିରତା ବିଷୟରେ କଥା ହେବା, ତେବେ ଆଉ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳୁଛି। କିଭଳି ଜିନିଷ? ମାନେ ଦେଖନ୍ତୁ, ରାଜନୀତିରେ ଯେମିତି କ୍ରସ୍ ଭୋଟିଂ ହଠାତ୍ ଆସି ସବୁ ହିସାବ ବିଗାଡ଼ିଦେଲା, ଠିକ୍ ସେମିତି ବିଶ୍ୱସ୍ତରରେ ଘଟୁଥିଲା ଗୋଟିଏ ଘଟଣା ଆମ ରୋଷେଇ ଘରର ବଜେଟକୁ ବିଗାଡ଼ି ଦେଉଛି। ଓହୋ, ଆପଣ ସେ ମିଡଲ୍ ଇଷ୍ଟ କ୍ରାଇସିସ୍ କଥା କହୁଛନ୍ତି। ହଁ, ହେପୋର୍ଟ ମୁତାବକ ପଶ୍ଚିମ ଏସିଆରେ ସଙ୍କଟ ବର୍ତ୍ତମାନ ଘନୀଭୂତ ହୋଇଛି। ଆମେରିକା ଦ୍ୱାରା ଇରାନର ଚାବାହାର ମୁକ୍ତ ବାଣିଜ୍ୟ ଅଞ୍ଚଳ ନିକଟରେ ଥିବା ଏକ ସାମରିକ ଘାଟି ଉପରେ ଆକ୍ରମଣ ହୋଇଛି। ଏବେ ମୋତେ ଟିକେ ସରଳ ଭାଷାରେ ବୁଝାନ୍ତୁ, ମାନେ ହଜାର ହଜାର ମାଇଲ ଦୂରରେ ଇରାନରେ ଗୋଟେ ବୋମା ଖସିଲେ ଏଠି ଭୁବନେଶ୍ୱର ବା ବାଲେଶ୍ୱରରେ ମୋତେ ଟମାଟୋ ବା ପେଟ୍ରୋଲ ପାଇଁ ଅଧିକ ପଇସା କାହିଁକି ଦେବାକୁ ପଡ଼ିବ? ଏହି ଅଦୃଶ୍ୟ ଲିଙ୍କ କେମିତି କାମ କରୁଛି? ଏହି ଗ୍ଲୋବାଲ ଟୁ ଲୋକାଲ ଲିଙ୍କଟି ପ୍ରକୃତରେ ବହୁତ ସିଧାସଳଖ କିନ୍ତୁ ଭୟଙ୍କର। ଦେଖନ୍ତୁ, ଯେତେବେଳେ ବି ମଧ୍ୟପ୍ରାଚ୍ୟରେ କିମ୍ବା ଇରାନ ଆଖପାଖରେ କୌଣସି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତାର ସିଧା ପ୍ରଭାବ କାହା ଉପରେ ପଡ଼େ ଜାଣିଛନ୍ତି? ଅଶୋଧିତ ତେଳ ବା କ୍ରୁଡ୍ ଅଏଲ୍ ଉପରେ? ବିଲକୁଲ, କ୍ରୁଡ୍ ଅଏଲ୍ ଯୋଗାଣ ଉପରେ। କାରଣ ସେହି ଅଞ୍ଚଳରୁ ହିଁ ସମଗ୍ର ବିଶ୍ୱକୁ ଅଧିକାଂଶ ତେଲ ଆସିଥାଏ। ଯୁଦ୍ଧ ଆଶଙ୍କାରେ ତେଲ ବାହାର କରିବା ଆଉ ତାକୁ ଜାହାଜରେ ପଠାଇବା ବହୁତ ରିସ୍କି ହୋଇଯାଏ। ତେଣୁ ବୀମା କମ୍ପାନୀମାନେ ନିଜର ଚାର୍ଜ ବଢ଼ାଇ ଦିଅନ୍ତି ଏବଂ ତେଲ ଦାମ ହଠାତ୍ ମାର୍କେଟରେ ବଢ଼ିଯାଏ। ଆଉ ଭାରତ ତ ବହୁତ ମାତ୍ରାରେ ତେଲ ଆମଦାନୀ କରେ। ହଁ, ଆମେ ଆମର ଆବଶ୍ୟକତାର ପ୍ରାୟ 80%ରୁ ଅଧିକ ତେଲ ବାହାରୁ ଆଣୁ। ତେଣୁ ଆନ୍ତର୍ଜାତୀୟ ବଜାରରେ ତେଲ ଦାମ ବଢ଼ିଲେ
ପାରାଦୀପ ବନ୍ଦରରେ ପହଞ୍ଚୁଥିବା ତେଲ ବି ମହଙ୍ଗା ହୋଇଯାଏ। ଆଉ ତାପରେ ସେହି ତେଲ ଯେତେବେଳେ ଟ୍ରକ୍ରେ ପକାଇ ପନିପରିବା କଟକ ବା ବାଲିଅନ୍ତାରୁ ଆପଣଙ୍କ ସହରକୁ ଆସେ, ସେତେବେଳେ ଟ୍ରାନ୍ସପୋର୍ଟ ବା ପରିବହନ ଖର୍ଚ୍ଚ ବଢ଼ିଯାଏ। ବାସ୍, ସେଇଠୁ ପରିବା ବ୍ୟବସାୟୀ ସେହି ଖର୍ଚ୍ଚ ଆମଠାରୁ ମାନେ ଗ୍ରାହକଙ୍କଠାରୁ ଆଦାୟ କରେ। ଏକଦମ। ଏହା ହିଁ କାରଣ ଯେ ଇରାନରେ ବୋମା ପଡ଼ିଲେ ଏଠି ପରିବା ଦର ଆକାଶଛୁଆଁ ହୁଏ। ଆଚ୍ଛା, ବର୍ତ୍ତମାନ ଚିତ୍ରଟି ପୁରା ସ୍ପଷ୍ଟ ହେଲା। କିନ୍ତୁ ଖାଲି ପରିବା ଦର ନୁହେଁ, ମାନେ ସେୟାର ବଜାରର ଅବସ୍ଥା ବି ଖରାପ। ଆମେ ରିପୋର୍ଟରେ ଦେଖିଲେ ଯେ ଭାରତୀୟ ସେୟାର ବଜାର ଗୋଟିଏ ଦିନରେ 1%ରୁ ଅଧିକ ଖସିଗଲା। ହଁ, ବଜାରରେ ଏବେ ବହୁତ ପ୍ୟାନିକ୍ ଅଛି। ଆଉ ତଥ୍ୟ କହୁଛି ଯେ ବିଦେଶୀ ନିବେଶକ, ଯାହାକୁ ଆମେ FPI କହୁ, ସେମାନେ ମାର୍ଚ୍ଚ ମାସର ପ୍ରଥମ 15 ଦିନ ଭିତରେ ହିଁ ଭାରତୀୟ ବଜାରରୁ ପ୍ରାୟ 52,704 କୋଟି ଟଙ୍କା ଉଠାଇ ନେଇଛନ୍ତି। 52,000 କୋଟି, ବହୁତ ବଡ଼ ଫିଗର। ହଁ, ଯଦିଓ ଫେବୃଆରୀ ମାସରେ ଆମର ବାଣିଜ୍ୟ ନିଅଣ୍ଟ କମି $27.1 ବିଲିୟନ ହୋଇଥିଲା, ଯାହାକି ଆମ ଅର୍ଥନୀତି ପାଇଁ ଗୋଟିଏ ଭଲ ସଂକେତ ଥିଲା। କିନ୍ତୁ ମୋତେ ବୁଝାନ୍ତୁ, ଏଇ ବିଦେଶୀ ନିବେଶକମାନେ ଏତେ ଶୀଘ୍ର ଟଙ୍କା କାହିଁକି କାଢ଼ି ନେଉଛନ୍ତି? ଏହାକୁ ଗୋଟିଏ ଛୋଟ ଉଦାହରଣ ଦେଇ ବୁଝାଉଛି। ଧରିନିଅନ୍ତୁ, ଏହି ବିଦେଶୀ ନିବେଶକମାନେ ହେଉଛନ୍ତି ଜଣେ ଧନୀ କିନ୍ତୁ ଖୁବ୍ ଡରକୁଳା ଅତିଥି। ଡରକୁଳା ଅତିଥି? ଆଚ୍ଛା। ହଁ, ସେମାନେ ଆପଣଙ୍କ ପାର୍ଟିକୁ, ମାନେ ଆମ ଦେଶର ବଜାରକୁ, ଦାମୀ ଉପହାର ବା ପୁଞ୍ଜି ନେଇକି ଆସନ୍ତି, ଯେତେବେଳେ ପରିବେଶ ପୁରା ଶାନ୍ତ ଥାଏ। କିନ୍ତୁ ଯେମିତି ସେମାନେ ଶୁଣନ୍ତି ଯେ ବାହାରେ କୋଉଠି ବୋମା ଫୁଟୁଛି ବା ଯୁଦ୍ଧ ଲାଗିଛି, ସେମାନେ ଟିକେ ବି ରିସ୍କ ନେବାକୁ ଚାହାନ୍ତି ନାହିଁ। ମାନେ ତୁରନ୍ତ ନିଜ ଟଙ୍କା ଧରି ପଳାନ୍ତି? ଏକଦମ। ସେମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ, ଯେପରିକି ଆମେରିକାର ସୁନା ବଜାର କିମ୍ବା ଡଲାର ରିଜର୍ଭକୁ ନିଜ ପଇସା ନେଇ ପଳାଇ ଯାଆନ୍ତି। ଆଉ ଯେତେବେଳେ ହଠାତ୍ ବଜାରରୁ 52,000 କୋଟି ଟଙ୍କା ଉଠିଯାଏ, ସେତେବେଳେ ଆମ ଦେଶର କମ୍ପାନୀଗୁଡ଼ିକର ମୂଲ୍ୟ ଖସିଯାଏ। ଆଉ ସାଧାରଣ ଲୋକଙ୍କର ବି କ୍ଷତି ହୁଏ? ନିଶ୍ଚୟ। ସାଧାରଣ ନିବେଶକ, ଯିଏକି ନିଜର ପେନ୍ସନ୍ ଫଣ୍ଡ ବା ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ରଖିଛି, ତାର ପୋର୍ଟଫୋଲିଓ ରେଡ୍ ହୋଇଯାଏ। ବୁଝିଲି। ତେବେ ଏହି ଯୁଦ୍ଧର ପ୍ରଭାବ କେବଳ ଟଙ୍କା ପଇସାରେ ସୀମିତ ନୁହେଁ, ମାନେ ଏହା ସିଧାସଳଖ ମଣିଷ ଜୀବନ ସହ ବି ଜଡ଼ିତ। ଆମ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଏବେ ଉପସାଗରୀୟ ଦେଶ, ମାନେ ଗଲ୍ଫ କଣ୍ଟ୍ରିଗୁଡ଼ିକରେ କାମ କରୁଛନ୍ତି। ହଁ, ସେଠାରେ ଅନେକ ପ୍ରବାସୀ ଓଡ଼ିଆ ଅଛନ୍ତି। ଆଉ ଖବର ଆସିଛି ଯେ ସେମାନଙ୍କର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ୱାର୍କିଂ ଗ୍ରୁପ ବା କମିଟି ଗଠନ କରୁଛନ୍ତି, ଯାହାକି କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବ। ଏହା ନିଶ୍ଚୟ ଏକ ଭଲ ପଦକ୍ଷେପ। ମାନେ ସରକାର ହଜାର ହଜାର ମାଇଲ ଦୂରରେ ଥିବା ନିଜ ଲୋକଙ୍କ କଥା ଚିନ୍ତା କରୁଛନ୍ତି। ହଁ, ଏହା ବହୁତ ଜରୁରୀ ସମୟରେ କରାଯାଇଛି। କିନ୍ତୁ ଏଠି ମୋ ମନରେ ଗୋଟିଏ ବହୁତ କଠୋର ପ୍ରଶ୍ନ ଆସୁଛି। ଆମେ ଦୁବାଇ, ସାଉଦି ଆରବ କିମ୍ବା ଇରାନରେ ଥିବା ଆମ ଲୋକଙ୍କୁ ବଞ୍ଚାଇବା ପାଇଁ ଏତେ ବଡ଼ କମିଟି ଗଠନ କରୁଛୁ, କିନ୍ତୁ ଆମ ଆଖି ଆଗରେ ଆମ ନିଜ ରାଜ୍ୟର ସବୁଠାରୁ ବଡ଼ ହସ୍ପିଟାଲ ଭିତରେ ଆମେ ଆମର ରୋଗୀଙ୍କୁ ସୁରକ୍ଷା ଦେଇପାରୁନାହୁଁ। ଆପଣ ସେହି କଟକ SCB ମେଡିକାଲ ଅଗ୍ନିକାଣ୍ଡ କଥା କହୁଛନ୍ତି? ମୁଁ ସେଇ ଛାତିଥରା ଘଟଣା କଥା କହୁଛି। ସତରେ, ସେହି ଘଟଣା ସମଗ୍ର ରାଜ୍ୟକୁ ପୁରା ସ୍ତବ୍ଧ କରିଦେଇଛି। SCBର ICUରେ ଯେଉଁ ଭୟଙ୍କର ନିଆଁ ଲାଗିଲା, ସେଥିରେ ବର୍ତ୍ତମାନ ସୁଦ୍ଧା 10 ଜଣ ନିରୀହ ରୋଗୀ ପ୍ରାଣ ହରାଇ ସାରିଲେଣି, ଆଉ ଅନେକ ଏବେ ବି ନିଖୋଜ ଅଛନ୍ତି। ଆଉ ପରିବାର ଲୋକଙ୍କର କାନ୍ଦ ବୋବାଳି, ତାଙ୍କର ସେଇ ଅଭିଯୋଗ ଯେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏମିତି ହେଲା। ଏହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ବହୁତ ଭୟାନକ ଚିତ୍ର ସାମ୍ନାକୁ ଆଣୁଛି। ମୁଁ ଏଠି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ ହେଉଛି। ମାନେ ଦେଖନ୍ତୁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ। ଗୋଟିଏର ଜୁଡିସିଆଲ କମିଶନ ବା ବିଚାର ବିଭାଗୀୟ ତଦନ୍ତ ମଧ୍ୟ ବସିଗଲା। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବି ଯାଞ୍ଚ କରୁଛି। ହଁ, ପ୍ରଶାସନିକ ସ୍ତରରେ ଏସବୁ ହେଉଛି। କିନ୍ତୁ ମୋତେ ଗୋଟେ କଥା କୁହନ୍ତୁ, ଏହି କ୍ଷତିପୂରଣ ଆଉ ତଦନ୍ତ କମିଶନ, ଏସବୁ କ'ଣ ଭାଙ୍ଗି ପଡ଼ିଥିବା ବ୍ୟବସ୍ଥା ଉପରେ କେବଳ ଗୋଟେ ବ୍ୟାଣ୍ଡେଡ୍ ଲଗାଇବା ଭଳି ନୁହେଁ କି? ମାନେ ଯେଉଁ ଲୋକଟି ICU ବେଡ୍ରେ ଶୋଇଥିଲା, ସିଏ ତ ଉଠିକି ଦୌଡ଼ି ପଳେଇ ପାରିବ ନାହିଁ ନା? ବିଲକୁଲ ନୁହେଁ। ତାହେଲେ ଆମର ହସ୍ପିଟାଲଗୁଡ଼ିକରେ ଫାୟାର ସେଫ୍ଟି ଅଡିଟ୍ ନିୟମିତ କାହିଁକି ହୁଏ ନାହିଁ? ଧନଜୀବନ ହାନି ହେବା ପରେ ହିଁ ଆମେ କାହିଁକି ଚେତୁ? ଆପଣ ଏକଦମ ମୂଳ ସମସ୍ୟା ଉପରେ ଆଙ୍ଗୁଠି ଉଠାଇଲେ। ଦେଖନ୍ତୁ, ଏହା କେବଳ ଗୋଟିଏ ଦୁର୍ଘଟଣା ନୁହେଁ, ଏହା ହେଉଛି ସିଷ୍ଟମେଟିକ୍ ଆକାଉଣ୍ଟାବିଲିଟି ବା ବ୍ୟବସ୍ଥାଗତ ଉତ୍ତରଦାୟିତ୍ୱର ସମ୍ପୂର୍ଣ୍ଣ ଅଭାବ। ମାନେ କାହାର ବି କିଛି ଦାୟିତ୍ୱବୋଧ ନାହିଁ। ହଁ, ଆଉ ବିଶେଷ କରି ICU ଭଳି ଜାଗାରେ ନିଆଁ ଲାଗିବାର ବିପଦ ସବୁଠାରୁ ଅଧିକ ଥାଏ,
କାରଣ ସେଠାରେ ଅକ୍ସିଜେନ୍ ସପ୍ଲାଏ ଲାଇନ୍ ଯାଇଥାଏ। ଅକ୍ସିଜେନ୍ ନିଜେ ଜଳେ ନାହିଁ ସତ୍, କିନ୍ତୁ ଏହା ନିଆଁକୁ ବହୁତ ଭୟଙ୍କର ରୂପ ଦେଇଥାଏ। ଓହୋ, ଏକଦମ ବିସ୍ଫୋରଣ ଭଳି। ହଁ, ତେଣୁ ଏଭଳି ସ୍ଥାନରେ କେବଳ କାନ୍ଥରେ ଗୋଟିଏ ଫାୟାର ଏକ୍ସଟିଂଗୁଇଶର ଟାଙ୍ଗିଦେଲେ କାମ ସରେ ନାହିଁ। ସେଠାରେ ସ୍ମୋକ୍ ଡିଟେକ୍ଟର ଦରକାର, ଅଟୋମେଟିକ୍ ସ୍ପ୍ରିଙ୍କ୍ଲର ସିଷ୍ଟମ ଦରକାର। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ରୋଗୀମାନେ ବିଛଣାରୁ ଉଠିପାରିବେ ନାହିଁ, ସେମାନଙ୍କୁ କିପରି ତୁରନ୍ତ ବାହାରକୁ ନିଆଯିବ ତାର ଗୋଟିଏ ଇଭାକ୍ୟୁଏସନ ପ୍ରୋଟୋକଲ ରହିବା ଦରକାର। ଯାହାକି ବୋଧହୁଏ ସେଠି ଥିଲା। ସେଇଟା ତ ତଦନ୍ତ ପରେ ଜଣାପଡ଼ିବ, କିନ୍ତୁ ବିଚାର ବିଭାଗୀୟ ତଦନ୍ତ ନିଶ୍ଚିତ ଭାବେ ଦୋଷୀମାନଙ୍କୁ ଚିହ୍ନଟ କରିବ, କ୍ଷତିପୂରଣ ବି ମିଳିବ। କିନ୍ତୁ ଆମ ବ୍ୟବସ୍ଥା ଯେପର୍ଯ୍ୟନ୍ତ କେବଳ ଘଟଣା ଘଟିବା ପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଆଗରୁ ସତର୍କ ନ ହୋଇଛି, ସେପର୍ଯ୍ୟନ୍ତ ଏଭଳି ଦୁର୍ଘଟଣାକୁ ରୋକିବା ଅସମ୍ଭବ। ସତରେ ଏହି ଦୁର୍ଘଟଣା ଆମ ସମସ୍ତଙ୍କ ଭିତରୁ ଧୋଲାଇ ଦେଇଛି। ଆଉ ବିପର୍ଯ୍ୟୟ ପରିଚାଳନାର କଥା ଯେତେବେଳେ ଉଠୁଛି, କେବଳ ମାନବକୃତ ନୁହେଁ, ମାନେ ପ୍ରାକୃତିକ ବିପର୍ଯ୍ୟୟ ବି ଏବେ ଆମ ଦ୍ୱାର ଦେଶରେ। ହଁ, ପାଣିପାଗ ବିଭାଗର ସେହି ଏଲର୍ଟ। ଏକଦମ। IMD ବଙ୍ଗୋପସାଗରରେ ଏକ ଅବପାତ ବା ଡିପ୍ରେସନ ସୃଷ୍ଟି ହେବାର ପୂର୍ବାନୁମାନ କରିଛି। ଏପର୍ଯ୍ୟନ୍ତ ଝଡ଼ର ରୂପ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ଉପକୂଳବର୍ତ୍ତୀ 3ଟି ଜିଲ୍ଲା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ କଡ଼ା ବାରଣା ମଧ୍ୟ କରାଯାଇଛି। ଆମର ବାତ୍ୟା ମୁକାବିଲା ପ୍ରସ୍ତୁତି ତ ସବୁବେଳେ ଆଗୁଆ ଥାଏ। ହଁ ଥାଏ, କିନ୍ତୁ ଏହି ସବୁ ସରକାରୀ ସତର୍କତା ଭିତରେ ଆଜି ବାଲେଶ୍ୱରରୁ ଆଉ ଏକ ଅତି ଦୁଃଖଦ ଖବର ଆସିଛି। ଭୁଲବଶତଃ କୀଟନାଶକ ଖାଇଦେବା ଫଳରେ 3 ଜଣ ଛୋଟ ଶିଶୁ ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି। ବାପରେ, 3 ଜଣ ଛୁଆ! ଏହା ବହୁତ ଦୁଃଖଦ। ହଁ, ଆଉ ମୁଁ ଭାବୁଛି ଗୋଟିଏ ପଟେ ଆମେ ବଡ଼ ବଡ଼ ରାଡାର ଲଗାଇ ସମୁଦ୍ର ଭିତରେ ହେଉଥିବା ପରିବର୍ତ୍ତନକୁ ଟ୍ରାକ୍ କରୁଛୁ, ଆଗୁଆ ସତର୍କ କରୁଛୁ। ଅନ୍ୟପଟେ ଆମ ଗାଁ ଗହଳିରେ ଔଷଧ ଏବଂ ବିଷ ଭିତରେ ଥିବା ତଫାତ୍ ପିଲାଙ୍କୁ ବୁଝାଇବା ପାଇଁ କିମ୍ବା ସେମାନଙ୍କଠାରୁ ବିଷାକ୍ତ ଦ୍ରବ୍ୟ କେମିତି ଦୂରେଇ ରଖିବା, ସେହି ସାଧାରଣ ସଚେତନତା ଆମ ପାଖରେ ନାହିଁ। ଏହା ହିଁ ଆମ ବ୍ୟବସ୍ଥାର ଦୁଇଟି ଅଲଗା ଅଲଗା ରୂପ। ମାନେ ମ୍ୟାକ୍ରୋ ଲେଭେଲରେ ବଡ଼ ସ୍ତରରେ ଆମେ ବାତ୍ୟା ମୁକାବିଲା ପାଇଁ ପୁରା ବିଶ୍ୱସ୍ତରୀୟ ପ୍ରସ୍ତୁତି କରିପାରୁଛୁ, କିନ୍ତୁ ମାଇକ୍ରୋ ଲେଭେଲରେ ବା ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ନିଶ୍ଚିତ କରିବାରେ ଆମେ କେଉଁଠି ନା କେଉଁଠି ବିଫଳ ହେଉଛୁ। ବିଲକୁଲ, ସଚେତନତାର ଅଭାବ ଏବେ ବି ଅଛି। ହଁ, ବାଲେଶ୍ୱରର ଘଟଣା ଦର୍ଶାଉଛି ଯେ କେବଳ ବଡ଼ ବଡ଼ ଯୋଜନା ନୁହେଁ, ସାଧାରଣ ସଚେତନତା ଏବଂ ଗ୍ରାମାଞ୍ଚଳରେ ତୁରନ୍ତ ସ୍ୱାସ୍ଥ୍ୟସେବା ପହଞ୍ଚିବା କେତେ ଜରୁରୀ। ଠିକ୍ କଥା। ଆଚ୍ଛା, ଆମେ ଆଲୋଚନାକୁ ଯେଉଁ ଆଡ଼କୁ ନେଉଛୁ, ଲାଗୁଛି ଯେମିତି ଚାରିଆଡ଼େ କେବଳ ସମସ୍ୟା, ସଙ୍କଟ ଆଉ ଦୁର୍ଘଟଣା ହିଁ ଭରି ରହିଛି। କିନ୍ତୁ ମୋତେ ଲାଗୁଛି ସମାଜର ଚିତ୍ରଟି କେବେ ବି ସମ୍ପୂର୍ଣ୍ଣ କଳା ବା ସମ୍ପୂର୍ଣ୍ଣ ଧଳା ନଥାଏ। ମାନେ ଏହା ଏକ ପ୍ରକାର ସ୍ପ୍ଲିଟ୍ ସ୍କ୍ରିନ୍ ଭଳି। ସ୍ପ୍ଲିଟ୍ ସ୍କ୍ରିନ୍ କେମିତି? ମାନେ ଗୋଟିଏ ସ୍କ୍ରିନ୍ରେ ଆମେ ଦେଖୁଛେ ଏହି ରାଜନୈତିକ ତିକ୍ତତା, ଦୁର୍ଘଟଣା ଆଉ ଅର୍ଥନୈତିକ ଅସ୍ଥିରତା, କିନ୍ତୁ ଠିକ୍ ସେତିକି ବେଳେ ଅନ୍ୟ ଏକ ସ୍କ୍ରିନ୍ରେ ଆମେ ଦେଖୁଛେ କିଛି ନୂଆ ଆଶା, ବିକାଶ ଆଉ ପ୍ରଗତିର ରୂପରେଖା। ସରକାରୀ କଳା ହେଉ ବା ସାଧାରଣ ମଣିଷ, କେହି ବି ଅଟକି ଯାଇନାହାନ୍ତି। ଆଚ୍ଛା, ହଁ, ଏହାର ସବୁଠାରୁ ବଡ଼ ପ୍ରମାଣ ତ ହେଉଛି ଆମର ଆଗାମୀ ନିର୍ବାଚନ। ହଁ, ନିର୍ବାଚନ ତାରିଖ ଘୋଷଣା ହୋଇଗଲାଣି। ଏକଦମ। ଭାରତୀୟ ନିର୍ବାଚନ ଆୟୋଗ 4ଟି ବଡ଼ ରାଜ୍ୟ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି। ଏପ୍ରିଲ 9ରୁ ଭୋଟିଂ ଆରମ୍ଭ। ହଁ, ଏପ୍ରିଲ 9ରୁ ଆରମ୍ଭ ହୋଇ ମେ 4ରେ ଫଳାଫଳ ଆସିବ। ଏବେ ଦେଖନ୍ତୁ, ଗଣତନ୍ତ୍ରରେ ତ୍ରୁଟି ଥାଇପାରେ, ବିଧାୟକମାନେ କ୍ରସ୍ ଭୋଟିଂ କରିପାରନ୍ତି, କିନ୍ତୁ ନିର୍ବାଚନ ପ୍ରକ୍ରିୟାଟି ନିଜେ ଏକ ସଂସ୍କାରକ ବା କରେକ୍ଟିଭ ମେକାନିଜମ ଭଳି କାମ କରେ। ମାନେ ଲୋକଙ୍କ ପାଖରେ ପୁଣି ସୁଯୋଗ ଆସୁଛି ନିଜର ମତ ସାବ୍ୟସ୍ତ କରିବା ପାଇଁ ଆଉ ନେତାଙ୍କୁ ଜବାବ ମାଗିବା ପାଇଁ। ଠିକ୍ ଧରିଲେ। ଆଉ କେବଳ ନିର୍ବାଚନ ନୁହେଁ, ଯଦି ଆମେ ଆମ ନିଜ ରାଜ୍ୟ ଓଡ଼ିଶାର ସାମାଜିକ ବିକାଶ ଆଡ଼କୁ ବି ନଜର ପକାଇବା, ସେଠାରେ 2ଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ ଖବର ଆଜି ସାମ୍ନାକୁ ଆସିଛି। କ'ଣ ସେହି 2ଟି ଖବର? ପ୍ରଥମଟି ହେଲା, ଓଡ଼ିଶାକୁ 2026 ସୁଦ୍ଧା ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ କରିବା ପାଇଁ ପୁଲିସର ଜୋରଦାର ଅଭିଯାନ। ଆମେ ଜାଣୁ ଯେ ରେଡ୍ କରିଡରରେ ଶାନ୍ତି ଫେରିଲେ ହିଁ ସେଠାରେ ପ୍ରକୃତରେ ସ୍କୁଲ, ଡାକ୍ତରଖାନା ଏବଂ ଶିଳ୍ପ ପ୍ରତିଷ୍ଠା ହୋଇପାରିବ। ଏହା ଏକ ବହୁତ ବଡ଼ ଲକ୍ଷ୍ୟ ଆଉ ଓଡ଼ିଶା ପାଇଁ ନିହାତି ଆବଶ୍ୟକ। ଆଉ ଦ୍ୱିତୀୟଟି ହେଉଛି ସୁଭଦ୍ରା ଯୋଜନା। ମାନେ ଏହି ଯୋଜନା ମାଧ୍ୟମରେ ରାଜ୍ୟର 1 କୋଟିରୁ ଅଧିକ ମହିଳାଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଆମେ ତ ଜାଣୁ ଯେତେବେଳେ ଟଙ୍କା ସିଧାସଳଖ ଜଣେ ମହିଳାର ହାତକୁ ଯାଏ ତାହା ପରିବାରର ପୁଷ୍ଟି ସାଧନ ପିଲାଙ୍କର ପାଠପଢ଼ା ଏବଂ ସ୍ୱାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ ହୁଏ। ଆଉ ଏହା ପରିବାର ଭିତରେ ସେହି ପାୱାର ଡାଇନାମିକ୍ ବା କ୍ଷମତା ସମୀକରଣକୁ ବି ବଦଳାଇ ଦିଏ। ମହିଳାମାନେ ଅଧିକ ସ୍ୱାଧୀନ ଅନୁଭବ କରନ୍ତି। ଏକଦମ ସତ କଥା। ଆଉ ଯେତେବେଳେ ଆମେ ମହିଳା ସଶକ୍ତିକରଣ କଥା କହୁଛୁ, ଆମେ କ୍ରୀଡ଼ା ଜଗତରୁ ଆସିଥିବା ସେହି ଉଲ୍ଲାସଜନକ ଖବରକୁ କିପରି ବା ଭୁଲିପାରିବା? ଆଚ୍ଛା, ସେହି କ୍ରିକେଟ ଖବରଟା। ହଁ, ମହିଳା ସିନିୟର ଇଣ୍ଟରଜୋନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଆମର ଇଷ୍ଟ ଜୋନ୍ ଦଳରେ ଏକାଥରକେ 4 ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ବାଃ, ସେମାନେ କିଏ କିଏ? ମାଧୁରୀ ମେହେର, ସରିତା ମେହେର, ସୁଶ୍ରୀ ଦିବ୍ୟଦର୍ଶିନୀ ଏବଂ ରୀମା ବକ୍ସିଆ। ଆଉ ତା ସହ ସବୁଠାରୁ ବଡ଼ କଥା ହେଲା ଆମର ମଧୁସ୍ମିତା ବେହେରାଙ୍କୁ ଦଳର ସହକାରୀ କୋଚ୍ ଦାୟିତ୍ୱ ମଧ୍ୟ ମିଳିଛି। ଏହା ପ୍ରକୃତରେ ଗର୍ବର ବିଷୟ ଆମ ରାଜ୍ୟ ପାଇଁ। ହଁ, ଏହା ପ୍ରମାଣ କରୁଛି ଯେ ସଠିକ୍ ସୁଯୋଗ ମିଳିଲେ ଆମ ଝିଅମାନେ ଜାତୀୟ ସ୍ତରରେ ବି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବେ। ବାସ୍ତବରେ ଏହା ଏକ ବହୁତ ପ୍ରେରଣାଦାୟକ ଖବର। ଆଉ ଯେହେତୁ ଖେଳର କଥା ପଡ଼ିଛି, ମୁଁ ଶ୍ରୋତାମାନଙ୍କ ପାଇଁ ଏକ ଆନ୍ତର୍ଜାତୀୟ ଅପଡେଟ୍ ମଧ୍ୟ ଦେଇଦିଏ। ଫର୍ମୁଲା 1 ରେସିଂରେ ମର୍ସିଡିଜ୍ ଦଳର ଡ୍ରାଇଭର କିମି ଆଣ୍ଟୋନେଲି ଚାଇନିଜ୍ ଗ୍ରାଣ୍ଡ ପ୍ରିକ୍ସ ଜିତିଛନ୍ତି। ମାନେ ମାନବୀୟ ଦକ୍ଷତା ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ଯେତେବେଳେ ଏକାଠି ମିଶିଯାଏ, ସେତେବେଳେ କିପରି ଅସମ୍ଭବ ସ୍ପିଡ୍ ବା ଗତି ହାସଲ ହୋଇପାରେ, ଏହା ତାର ଏକ ଜ୍ୱଳନ୍ତ ପ୍ରମାଣ। ଠିକ୍ କହିଲେ, ଫର୍ମୁଲା 1ର ସେହି ରୋମାଞ୍ଚ ହିଁ ଅଲଗା। ତେବେ ଆମେ ଆଜିର ଏହି ଲମ୍ବା ଆଲୋଚନାରେ ବହୁତଗୁଡ଼ିଏ ବିଷୟ ଦେଖିଲେ। ମାନେ ମାୟାନଗରୀ ବେଙ୍ଗଲୁରୁର ସେହି ରିସର୍ଟରୁ ବାହାରିଥିବା ରାଜନୀତିକ ଷଡ଼ଯନ୍ତ୍ରଠାରୁ ଆରମ୍ଭ କରି ଇରାନରେ ପଡ଼ିଥିବା ବୋମା ଆଉ ତା ଯୋଗୁଁ ଆମ ବଜାରରେ ମୂଲ୍ୟ ବୃଦ୍ଧି ପର୍ଯ୍ୟନ୍ତ। ଆଉ ଏସ୍ସିବିର ସେହି ଦୁଃଖଦ ଅଗ୍ନିକାଣ୍ଡଠାରୁ ଆରମ୍ଭ କରି କ୍ରିକେଟ ପଡ଼ିଆରେ ଆମ ଓଡ଼ିଆ ଝିଅଙ୍କ ସଫଳତା ପର୍ଯ୍ୟନ୍ତ। ହଁ, ମୁଁ ଭାବୁଛି ଏହି ସବୁକୁ ଗୋଟିଏ ସୂତାରେ ବାନ୍ଧିବାର ସମୟ ଏବେ ଆସିଯାଇଛି। ମୋତେ କୁହନ୍ତୁ, ଏତେ ସବୁ ଖବର ଆଉ ତଥ୍ୟ ଭିତରୁ ପ୍ରକୃତିରେ ଆମେ କ'ଣ ଶିଖିଲେ ଆଜି? ଆଜିର ହିଁ ଆଲୋଚନାରୁ ଗୋଟିଏ କଥା ପୁରା ସ୍ପଷ୍ଟ ଯେ ଆମେ ଏକ ଅତ୍ୟନ୍ତ କନେକ୍ଟେଡ୍ ବା ସଂଯୁକ୍ତ ବ୍ୟବସ୍ଥାରେ ବଞ୍ଚୁଛେ। ମାନେ କୌଣସି ବି ଘଟଣା ଏକୁଟିଆ ଘଟେ ନାହିଁ। ଯେତେବେଳେ ଆମେ ସକାଳେ ଖବରକାଗଜ ପଢ଼ୁଛେ, ଆମକୁ ସେହି ତଥ୍ୟଗୁଡ଼ିକୁ କେବଳ ଗୋଟିଏ ବିଚ୍ଛିନ୍ନ ଘଟଣା ଭାବରେ ଦେଖିଲେ ଚଳିବାନି। ଆମକୁ ତାର ଲିଙ୍କ ଖୋଜିବାକୁ ପଡ଼ିବ। ଏକଦମ୍ ତାର ଚେନ୍ ରିଆକ୍ସନକୁ ଦେଖିବାକୁ ପଡ଼ିବ। ନିର୍ବାଚନରେ କ୍ରସ୍ ଭୋଟିଂ କେବଳ ରାଜନେତାଙ୍କ କ୍ଷମତାର ଖେଳ ନୁହେଁ, ଏହା ଆମର ସେହି ଗଣତାନ୍ତ୍ରିକ ପ୍ରତିନିଧିତ୍ୱର ଦୁର୍ବଳତାକୁ ଦର୍ଶାଉଛି। ଷ୍ଟକ୍ ମାର୍କେଟରୁ 52,000 କୋଟି ଟଙ୍କା ଉଠିଯିବା କେବଳ କେଇ ଜଣ ବିଲିୟନିୟରଙ୍କର କ୍ଷତି ନୁହେଁ, ତାହା ଆମ ଅର୍ଥନୀତିର ରକ୍ତ ସଞ୍ଚାଳନକୁ ଧୀର କରିଦେଉଛି। ଆଉ ହସ୍ପିଟାଲରେ ନିଆଁ ଲାଗିବା ବି କେବଳ ଏକ ମାମୁଲି ଦୁର୍ଘଟଣା ନୁହେଁ। ନା, ବିଲକୁଲ ନୁହେଁ। ତାହା ହେଉଛି ଭିତ୍ତିଭୂମି ରକ୍ଷଣାବେକ୍ଷଣରେ ଆମର ବ୍ୟବସ୍ଥାଗତ ବିଫଳତା। ଜଣେ ସଚେତନ ନାଗରିକ ହିସାବରେ ଏହି କନେକ୍ସନଗୁଡ଼ିକୁ ବୁଝିବା ଆମ ପାଇଁ ନିହାତି ଆବଶ୍ୟକ, କାରଣ ଶେଷରେ ଏହା ହିଁ ଆମ ପରିବେଶକୁ, ଆମ ଜୀବନକୁ ନିୟନ୍ତ୍ରଣ କରୁଛି। ଠିକ୍ କଥା। ଆମ ଚାରିପାଖରେ ଘଟୁଥିବା ଘଟଣାଗୁଡ଼ିକ କେବଳ ନ୍ୟୁଜ୍ ବା ଖବର ନୁହେଁ, ସେଗୁଡ଼ିକ ଆମ ଦୈନନ୍ଦିନ ଜୀବନର ଅଦୃଶ୍ୟ ନିୟନ୍ତ୍ରକ। ଏବେ ଆମେ ବିଦାୟ ନେବାର ସମୟ ପାଖି ଆସିଲାଣି, କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ମୁଁ ଗୋଟିଏ ବିଚାରଟି ଛାଡ଼ିଦେଇ ଯିବାକୁ ଚାହୁଁଛି। କି ବିଚାର? ଆଜି ଆମେ ଦେଖିଲେ ଯେ ସୁଦୃଢ଼ ଦଳବଦଳ ନିରୋଧୀ ଆଇନର ଭୟ ଥାଇ ମଧ୍ୟ 11 ଜଣ ବିଧାୟକ ନିଜ ଦଳର ନିର୍ଦ୍ଦେଶକୁ ଖୋଲାଖୋଲି ଅମାନ୍ୟ କରି ଅନ୍ୟ ପକ୍ଷକୁ ଭୋଟ ଦେଲେ। ଏହା ଗୋଟିଏ ବହୁତ ବଡ଼ ଦାର୍ଶନିକ ପ୍ରଶ୍ନ ଉଠାଉଛି ଆମ ସାମ୍ନାରେ। କ'ଣ ଆଧୁନିକ ରାଜନୀତିରେ ଆଦର୍ଶବାଦ ବା ଆଇଡିଓଲୋଜିର ସମ୍ପୂର୍ଣ୍ଣ ଅନ୍ତ ଘଟି ସାରିଲାଣି? ଏହା ଏକ ବହୁତ ଗଭୀର ପ୍ରଶ୍ନ। ସମସ୍ତଙ୍କୁ ମିଶି ଖୋଜିବାକୁ ପଡ଼ିବ। ଆଉ ଏହି ଚିନ୍ତାଧାରା ସହିତ ଆଜିର ଏହି ଗଭୀର ଆଲୋଚନାକୁ ଆମେ ଏତିକିରେ ବିରାମ ଦେଉଛୁ। ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଧନ୍ୟବାଦ।